আরে কাহিଁକି তো ଅନ୍ୟାୟ କରୁଛୁ ଅନ୍ତତ ଭଗବାନଙ୍କୁ ଟିକେ ଡର। ତମର ଏଇ ବେଳରେ ଆସିବାର ଥିଲା। ମଣିଷ ଟିକେ ନାଚି ନାଚିକିରି ବସିକିରି ଏନ୍ଜୟ କଲା ବେଳକୁ ମାଡ଼ି ଆଇଲ। କ'ଣ ରାତିରେ ନିଦ ହଉନି ନା କ'ଣ? ବାପା ପେଟ ଗରମ ହେଇଛି କି? ଏ ପିଲେ ମୋ ବାପା ଆସିଛନ୍ତି, ତମ ଅଙ୍କଲ, ଯାଅ ପ୍ରଣାମ କର। ଛୋଲା ବୋଧେ ଆରେ ତମ ବାପା ମା କେତେ ଟଙ୍କା ଖର୍ଚ୍ଚ କରି ଏ କଲେଜକୁ ପାଠ ପଢିବାକୁ ପଠାଉଛନ୍ତି, ଅଥଚ ତମେ କଲେଜକୁ ଆସି ଡ୍ରଗ୍ସ ପିଉଛ। ଆରେ କାହିଁକି ନିଜ ଜୀବନକୁ ଏମିତି ମାଟି କରିଦଉଛ? କାହିଁକି ଛୁଆଙ୍କୁ ଏ ଉପଦେଶ ଦଉଛ? ଛୁଆଙ୍କୁ ଏଇ ଉପଦେଶ ଦେଲେ ଛୁଆ ଆଉ ଡ୍ରଗ୍ସ ପିଇବେ ନା ମୋ ବେପାର ଚାଲିବ ନା ଡ୍ରଗ୍ସ ଲୋଭରେ ମୋ ପଲଙ୍କ ସେବା କରିବେ? ହଁ ତୋର ଯଦି ଏମାନଙ୍କ ସେବା ଦରକାର ଥିବ। ବାପା ଆଜି ମୋ ଚଉଠି ମୋ ଚଉଠି ଆଜି ମୁଁ ଭୁଲି ଯାଇଛି। କ'ଣ ହେ ମୋ ଚଉଠି ଭୁଲି ଯାଇଛି। ମୋର କ'ଣ ହଉଛି କହିଲା ହେ ଚଉଠି କିଏ ଭୁଲେ? କ'ଣ କରିବି, ମୋର ତ ନେଇଠି ଚଉଠି ଏଇଟା ବେଶୀ ମରୁଛି। ଆଚ୍ଛା ବାପା, ମୁଁ କିରଣକୁ କଥା ଦେଇଥିଲି ବାହା ହେଲା ପରେ ଏ ଟୋକି ଧନ୍ଦା କରିବିନି କି ମାଲ ପାଣି ପିଇବିନି। ମୁଁ ତ କୋଉ ଗୋଟାଏ କଣ୍ଡିସନ ମୋର ରଖିନି, ସବୁ ଫେଲ୍ କରିଛି। ତେଣୁ ଏଭଳି କଣ୍ଡିସନରେ ମୁଁ ଆଜି ଘରକୁ ଯାଇପାରିବିନି। ଏମିତି ମିଛ କଥା କହି ଜୀବନରେ କେତେଟା ବାହା ହବୁ? କେତେଟା 8-10ଟା ହେବେ? କେତେ ଝିଅଙ୍କ ଜୀବନକୁ ନଷ୍ଟ କରିବୁ? ନା ତମେ କେତେଟା ଗଣିଛ ମତେ ଟିକେ କହିଲ? ଏ ପ୍ରଥମଟା ବାହା ହେଲି ଗାଡ଼ି ଆକ୍ସିଡେଣ୍ଟରେ ମଲା। ଦ୍ୱିତୀୟଟାକୁ କହୁଛି ଗ୍ୟାସ୍ ଅଭାବ, ତୁ ସିଲିଣ୍ଡର କିଛି ଲଗାନା। ଶୁଣିଲାନି ଆଳୁ ଭର୍ତ୍ତା କରିବ ବୋଲି ଗ୍ୟାସ୍ ଲଗେଇଥିଲା, ଗ୍ୟାସ୍ ଟାଙ୍କି ଫାଟିଗଲା ମଲା। ଆଉ ଏଇଟା ତ 3 ନମ୍ବର। କେତୁଟା କ'ଣ ହଉଛି? କେହି ମରିନାହାନ୍ତି, କେହି ଆତ୍ମହତ୍ୟା କରିନାହାନ୍ତି, ସେମାନଙ୍କୁ ତୁ ମାରିଦେଇଛୁ। ତୋ କଳାକାରନାମା ବିଷୟରେ ସେମାନେ ଜାଣି ସାରିବା ପରେ ପ୍ରତିବାଦ କରିବାରୁ ତୁ ସେମାନଙ୍କୁ ମାରିଦେଇଛୁ। ତମେ ଏକଥା କିଛି କିରଣକୁ କହିଛ କି? ତୁ କ'ଣ ଭାବୁଛୁ କି ରେ? ତାମାନେ କ'ଣ ଭାବୁଛୁ ବା? ସେଦିନ ତ କଲେଜ ମର୍ଡର କେସରେ ମୁଁ ଚୁପ୍ ଥିଲି ବୋଲି ଆଜି ବି ଚୁପ୍ ରହିବି? ନାଇଁ ନାଇଁ, ତୋ ବିଷୟରେ ସବୁ କଥା ମୁଁ କିରଣକୁ କହିଦେଇଛି। ଆଉ ଶୁଣୁ ବୁଆ, ଆଜି ଭଳି ରାତିରେ ତୁ ଯଦି କିରଣ ପାଖକୁ ନ ଯାଉ ତାହେଲେ ମୁଁ ପୋଲିସ ପାଖକୁ ଯାଇ ତୋ ବିଷୟରେ ସବୁ କଥା ପୋଲିସକୁ କହିଦେବି। ସରିଲା ଆଉ କ'ଣ? ମୋ 12 ବର୍ଷର ତପସ୍ୟାକୁ ମୋ ବାପା ଶୁଖୁଆ ପୋଡ଼ାରେ ସାରିଦେଲା ଆଉ। ଆଚ୍ଛା ବାପା, ତମର ଯଦି ତମ ବୋହୂ କିରଣ ପ୍ରତି ଏତେ ଦୟା ହେଲା, ମତେ ଟିକେ ଫୋନ କରିଦେଇଥିଲେ ହେଇନଥାନ୍ତା? କିରେ ବୁଆ ତୁ କୋଉଠି? ଆଜି ତ ଚଉଠି। ମୁଁ ମାଟିକିରି ଯାଇଥାନ୍ତି। ତମେ ତା ନକରି କିରଣକୁ ସବୁ ସତ କହିଦେଲ। କେଡ଼େ କଷ୍ଟରେ ଖୋଜି ଖୋଜି ଗୋଟେ ସଂସ୍କାରୀ ଝିଅ ବାହା ହେଇଥିଲି। ତମେ ବାପ ହିସାବରେ ଗୋଟେ ଝିଅ ଖୋଜିଦେଲ ମୋ ପାଇଁ? ନା, କାହିଁ ଖୋଜିବ? ତମେ ଓଥରା, ମୁଁ ବି ଓଥରା। ବାପ ପୁଅ 2 ଜଣ ଯାକ ବୁଲିଆ ସେମିତି ଆଉ ନାଇଁ। ଭାବିଥିଲି ଗୋଟେ ସଂସ୍କାରୀ ଝିଅକୁ ବାହା ହେଲେ ଗୋଟେ ସଂସ୍କାରୀ ମତୁଆ ମୁଁ ଛୁଆଟା ସଂସ୍କାରୀ ହବ। ତମେ ଟୋଟାଲ ମୋ ସଂସ୍କାରକୁ ମାଟିରେ ମିଶେଇ ଦେଲ। ଏ ପିଲେ ବେଲ୍ଟ ଖୋଲ, ବେଲ୍ଟ ଖୋଲ ଖୋଲ ଖୋଲ। ତୋର ବାହାର ନାହିଁ ସେ ବେଲ୍ଟରେ ମତେ ପିଟ। ଆଉ କାହିଁକି ତାକୁ ପିଟୁଛ? ଏ ଭୁଆ, ଆରେ କାହିଁକି ତୁ ମାଡ଼େ ଖାଉଛୁ? ନାଟକ, ଏ ସବୁ ନାଟକ ବାପା। ପିଟାପିଟି ସିନ୍ ନହେଲେ ନାଟକ କ'ଣ ହିଟ୍ ହବ? ବୁଝ, ଭଲ ଭାବରେ ବୁଝ, ବୁଝିଯିବ। ଏ ପିଲେ ପିଟିଲ, ବହୁ କଷ୍ଟ ହେଲା। ଚାଲ ଏ କଷ୍ଟକୁ ଦୂରୀଭୂତ କରିବା ପାଇଁ ଟିକେ ଡ୍ରଗ୍ସ ନେଇଯିବ। ଆରେ ତୋ ବାପା ସାମ୍ନାରେ ଏମାନଙ୍କ ସହିତ ତୁ ଡ୍ରଗ୍ସ ପିଉଛୁ? ଦେଖ ଶିଖ ଛୁଆ କେମିତି ନଉଛନ୍ତି। ମୁଁ ଏମିତି ନେଲି, ଛୁଆ ତାଙ୍କର ଓଲଟେଇକି ନଉଛନ୍ତି।
ତମର ଯୋଉ ପଟିଆ ସୁବିଧା ହବ ତମେ ନବ। ନା ଯଦି ଦେହ ହାତ କେତେବେଳେ ଘୋଳା ବିନ୍ଧା ହେଲା ମତେ କହିବ, ଟିକେ ଝାଡ଼ିକି ଦେଇଦେବି ଶୁଙ୍ଗିଦବ। ନାଇଁ ନାଇଁ, ତୋ ଭଳି ଅମଣିଷକୁ ବୁଝେଇବା ଯା, ଗଧକୁ ଭାଗବତ ଶୁଣେଇବା ସେଇଆ। ବରଂ ଭଲ ହବ ମୋର ଏଠୁ ଚାଲିଯିବା ଦରକାର। ବୋଲେ ନାଟକ ସରିଲାଣି? ନାଟକ ଚାଲିଛି, ଲୋକ ବଇଛନ୍ତି, ପେଣ୍ଡାଲ ଛାଡ଼ିକି ଆର୍ଟିଷ୍ଟ ପଳଉଛନ୍ତି। ତମେ ପଳେଇବ, ଭିଲିଆନ ଏଠି ଠିଆ ହେଇ ଏକୁଟିଆ ପଟା ଉପରେ ବାଳ ବଲେଇବ। ଏ ପିଲେ, ଯୋଉ ବେଲ୍ଟରେ ମତେ ପିଟିଲ, ମୁଁ ମନା ନ କରିବା ଯାଏ ସେଇ ବେଲ୍ଟରେ ମୋ ବାପାଙ୍କୁ ପିଟ। ସଂସ୍କାରୀ ମଧୁଆ ବାପାଙ୍କୁ ବାଡ଼େଇଲେ ମୋ ସଂସ୍କାରରେ ଚାଲିଛି ବୋଧେ। ପିଟ ଭାଇ। ନାଇଁ ବାପା, ତମକୁ ଛାଡ଼ିଦେଲେ ମୁଁ ପରା ବୁଡ଼ିଯିବି। ମୁଁ ବୁଡ଼ିବାକୁ ପସନ୍ଦ କରେନି ବାପା, ମୁଁ ଉଡ଼ିବାକୁ ପସନ୍ଦ କରେ। ମନା କରୁଛି, କେଇଠି ଆଗ ପିଟ ପିଟ ପିଟ। ମତେ ଭାରି କଷ୍ଟ ହେଲାଣି। ଆରେ କାହିଁକି ମତେ ପିଟୁଛୁ? କଣ ଚାହୁଁଛୁ ତୁ? ଯେତେବେଳେ ମେନ୍ ପଏଣ୍ଟ ଉପରକୁ ଆସିବ, ନାଟକରେ ଇଏ ପିଟାପିଟ ସିନ୍ ବାରମ୍ବାର କାହିଁକି ହଉଛି? ବାପା, ତମେ ମୋ ବାବଦରେ ଯୋଉ ସବୁ କଥା କିରଣକୁ କହିଲ, କିରଣ ତ ଜାଣିନି ମୁଁ ଆଗରୁ କେତେଟା ବାହା ହେଇଛି, କେତେଟାଙ୍କୁ ମାରିଛି। ଏ କଥାକୁ ବିଶ୍ୱାସ କରିବା ପାଇଁ ସେ କଥା କାହାକୁ ପଚାରିବ? ମୋ ସାନ ଭଉଣୀ ଅର୍ଚ୍ଚିତାକୁ। ଆରେ ଅର୍ଚ୍ଚିତା ଏ ବିଷୟରେ ଜାଣିବ କେମିତି? ତୁ ତ ତାକୁ ପିଲାଟି ଦିନୁ ରାଜ୍ୟ ବାହାରେ ବୋର୍ଡିଂ ସ୍କୁଲରେ ରଖି ପଢେଇଲୁ। ଏ 2 ବର୍ଷ ଅଛି ଆସି ତୋ କଲେଜରେ ପଢୁଛି। ପଢୁଛି ନା ଟାଡୁଛି? ତେବେ ଗୋପା ଝିଅ ଦିଟା ତାକୁ ମୋ ସଂସ୍କାରକୁ ଉପାଡ଼ି ସାରିଲଣି। ତା କଥା ପରେ ଆଗ ତମ କଥା ବି 4ଟା ଶୁଣ। ତମେ ଯୋଉ ସବୁ କଥା କିରଣକୁ କହିଲ, କିରଣ ପଚାରିବ ଅର୍ଚ୍ଚିତାକୁ, ଅର୍ଚ୍ଚିତା ପଚାରିବ ମତେ। ମୁଁ ତାକୁ କଣ ଉତ୍ତର ଦେବି? ମୁଁ ତାକୁ ଉତ୍ତର ଦେବି, ଅର୍ଚ୍ଚିତା, ଆମ ବାପା ପାଗଳ ହେଇଯାଇଛନ୍ତି, ତାଙ୍କ ମୁଣ୍ଡ ଆଉ କାମ କରୁନି। ଅର୍ଚ୍ଚିତା ସାମ୍ନାରେ ତମେ ନିଜେ ନିଜକୁ ପାଗଳ ବୋଲି ପ୍ରମାଣ ଦେବାକୁ ପଡିବ। କଣ କହିଲୁ? ମୁଁ ଅର୍ଚ୍ଚିତାକୁ କହିବି ମୁଁ ପାଗଳ ହେଇଯାଇଛି? ନହେଲେ ସବୁ କଥା କିରଣକୁ କହିଦବ, କିରଣ ମତେ ଛାଡି ପଳେଇବ। ପାଗଳ ହେଇଯିବି ବୋଲି ଅର୍ଚ୍ଚିତାକୁ ମୁଁ କେବେ କହିପାରିବିନି। କହିବନି? ନା, ମୁଁ କହିବିନି। ତମ ବୋପା ମୋ ଗୋସାପା ଆସି କହିବ ଦେଖିବ, ଏ ଛୁଆ ପିଟିଲ। ମତେ ପିଟିଲା, ମୁଁ ପାଗଳ ହେଇଛି ବୋଲି ଅର୍ଚ୍ଚିତାକୁ କହିବି। କହିବ? କଣ କହିବ? ଅର୍ଚ୍ଚିତା, ମୁଁ ପାଗଳ ହେଇଯାଇଛି। এই কথা কইলে অর্চিতা বিশ্বাস করিব? তোমাকে অর্চিতা সামনে পাগলর অভিনয় করিবাকু পড়িব। বাবা অভিনয় কেবে আগুরু করিছ? হ্যাঁ যদি করি না বাঙ্কুয়াল যাও ড্রামা হব এই লাস্ট নাইট দেখিব। হেবা গোটে কাম কর গুরুকে নিজর করে নিও, গুরু তোমাকে শিখাই দেবে। মদ তোহর নিজ গুরু, হে বোপা তু কেতে পচারু।